ଯୋଉଠି ବାହାଘର ହଉଛି ଆପଣ ଦେଖିବେ ଖାଲି ବଫେଇ ମାଡ ହଉଛି ଯେ ସେପଟେ ଆମର କୁହନ୍ତୁନି, ଏପଟେ ହଉଛି ମୁଁ କହିପାରିବିନି, ମୋ ଜୀବନରେ ମୁଁ ଦେଖିଛି। ଆପଣ ଦେଖନ୍ତୁ ସନ୍ଧ୍ୟା 7ଟା ହେଇନଥିବ ଯେ ଭିଡି ଦେଇଗଲ ତ ଚିକେନ ଖାଲି ଆଉ। ଆପଣ ଚିନ୍ତା କରନ୍ତୁ ବଫେ ମାନେ କଣ? ମୁଁ ଜାଣିଛି ଯେତିକି, ବଫେ ମାନେ ବସିବା ପାଇଁ କିଛି ବ୍ୟବସ୍ଥା ଆମର ନାହିଁ, ଫେରିଗଲେ ଦୁଃଖ ନାହିଁ। ଇଏ ତ ବଫେଇ ଆଉ ଆପଣ ହେ ମା ଯେତେବେଳେ ସବୁ ହଉନି ଆଜିକାଲି ସ୍ୱାମୀ ସ୍ତ୍ରୀ ବସେଇ ଦେଇକି ରିସେପସନ ସ୍ୱାମୀ ସ୍ତ୍ରୀ ଗୋଟା କଣ ହଉନି, ସେଇଠି ସବୁ ଯିଏ ତାଙ୍କର ବାପା ମା କି ଅଭିଭାବକ ଥିବେ ସେ ଗେଟ୍ ପାଖେ ଠିଆ ହେଇଥିବେ। ଗେଟ୍ ପାଖେ ଠିଆ ହେଇକି ମୋ ଗୁରୁଜୀ ଯାଆନ୍ତୁ, ଯିଏ ଯାଆନ୍ତୁ, ଆପଣ ଯାଆନ୍ତୁ ଅଭିନନ୍ଦନ ଜଣେଇବେ ନା ଅତିଥିଙ୍କି। ଆଣି 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 ଆଣିକି ସେଇ ଯୋଉ ଗେଟ୍ ନୁହଁ ଟୋଲ ଗେଟ୍ ସେଇଠି ଛାଡିକି ପଳେଇବେ। ଆପଣଙ୍କ ଯୋଉଠି ପଇସା ପତ୍ର ଆଦାୟ ହଉଥାଏ ବା ସେଇ ଯୋଉ ରିସେପସନିଷ୍ଟ ସେଇଠି ଛାଡି ଦେଇକି ତାଙ୍କର ଆଉ ପତା ନାହିଁ ମୋ ଅତିଥି ଅଛନ୍ତି କି କୁଆଡେ ଗଲେ କଣ ହେଲା, ତାଙ୍କର ସୋର ସହଦ ନାହିଁ। ହେ ଆନନ୍ଦମୟ କୋଟି ପ୍ରଭୁ ଭୁବନ ପାଳକ, ଅଧମ କ୍ଷମ ମୁହିଁ ଅବୋଧ ବାଳକ, ଜ୍ଞାନ ଦାତା ଭଗବାନ, ପ୍ରଭୁ ଦିଅ ମୋତେ ଶୁଭ ବୁଦ୍ଧି, ଦିଅ ଦିବ୍ୟ ଜ୍ଞାନ। ସେଇ ପ୍ରଭୁଙ୍କୁ ଆମେ କେବଳ ବୁଦ୍ଧି ଟିକେ ମାଗିବା, ଜ୍ଞାନ ଟିକେ ମାଗିବା, ଝିଅ ୟୋନ ପ୍ରଚୋଦୟାତ ଟିକେ ବୁଦ୍ଧି ମାଗିବା, ଆମକୁ ଟିକେ ଭଲ ବାଟରେ ନିଅନ୍ତୁ। ଆମର ସେପଟେ ବହୁତ ଭଲ ଲୋକ ହେଇଗଲେଣି, ବେଶୀ ଆଉ ସେପଟେ ମୁଁ ଚିନ୍ତା କରୁନି। ଏ ଗୁଡିଏ ଲୋକ ଏପଟେ ସେପଟେ କଣ ହଉଛନ୍ତି ତାଙ୍କୁ ଟିକେ ଦେଖୁଛି, ଆମର ସମସ୍ତେ ସେପଟେ ଭଲ। ଆଜ୍ଞା ଆପଣ ଦେଖନ୍ତୁ ଏଠି ଗୁରୁଜୀ ଦେଖିଛନ୍ତି ଦିବ୍ୟ ମାନବ ନିର୍ମାଣ ଶିବିର ଲେଖା ହେଇଛି ନା। ହୋମିଓପାଥି ଡାକ୍ତରଙ୍କ ପାଖକୁ ଆପଣ ଯିବେ, ଯଦି ଆପଣଙ୍କର କୁଣ୍ଡିଆ ହେଇଥିବ ସେ କହିବେ ତୁ ବାପାର ଥିଲା କିରେ, ତାପରେ କହିବେ ନା ନାଇଁ ଆଜ୍ଞା, ନା ତୋ ବୋଉର, ନା ତୋ ମାମୁଁର ଥିଲା କି, ତାହେଲେ ମାମୁଁର ନଥିଲା ତା ବାପାର ଥିଲା କି, ଗଲେ ତା ଆରମ୍ଭ କଲେ ଆଉ। ଯୋଉଠି କହିବେ ହଁ ଏଇଠି ଥିଲା, ସେଇଠୁ ପାଇଛି ଏଇଟା, ତା ଜଣ ଦେବେ ସେଠି ତ ଔଷଧ ପତ୍ର ଦେବେ ଆଉ କଣ, ସେଠି ବହୁତ ଦିନ ଲାଗେ ଭଲ ଭାବେ ହୋମିଓପାଥି ଆଉ। ମୁଁ କହିଲି ଆଜ୍ଞା 1967 ମୁଁ ପାଲା ଆରମ୍ଭ କଲି, ସେତେବେଳେ ମାଇକ ନାହିଁ କି ଲାଇଟ ନାହିଁ, ଏମିତି ଟେଣ୍ଟ ନାହିଁ, ଛାମୁଡିଆ ପଡୁଛି ପତ୍ରରେ, ଗୋଟା ଗୋଟା ଲାଇଟ ଜଳୁଥିବ, ଏ ଲାଇଟ ନୁହଁ, ଏ ଯୋଉ ପମ୍ପ ଦିଆ ନୁହଁ, ମା ମାନେ ଜାଣିଥିବ, ସେ ଟଙ୍ଗା ହେଇଥିବ, ସେ ଖାଲି ଭାସୁ ଭାସୁ ଗୋଟା ବେଳେ ବେଳେ ଉଠୁଥିବ। ସେତିକି ବେଳେ ଆମେ ପାଲା ଗାଇ ଶିଖିଲୁ। ମତେ ମାତ୍ର ଆଜ୍ଞା 83 ବର୍ଷ ହେଲାଣି, ମୁଁ ସେ ସ୍ପିଡ କଲି ନାହିଁ, ସେମିତି ଅଛି। ଆଉ ରୋଗ 2 କିଲୋମିଟର ଭିତରେ ରହିବ, ମୋ ପାଖକୁ ଆସିବନି। କାହିଁକି ନା ରୋଗ ଜୀବନକୁ କଣ ଭୟ ନାହିଁ, ସେ ମୋ ପାଖକୁ ଆସିବ। ଆପଣ ଚିନ୍ତା କରନ୍ତୁ ମୁଁ କାହିଁକି କହୁଛି କଥା। ଦିବ୍ୟ ମାନବ ନିର୍ମାଣ ପରା, ତା ମୂଳରେ କିଏ? ମା ମାନେ ବସିକି କିଏ ଫୋନ ଦେଖୁଛି, କିଏ କୁଡୁକୁଡୁ ହଉଛି, ଏମିତି ସବୁ ସେ ମା ମାନେ ହଉଛନ୍ତି। ମୁଁ ଗୋଟେ କହିଲି, ମୁଁ କହିଲି ସାର୍ ଜଣକୁ ପଚାରିଲେ, ମୋର ଗୁରୁଜୀ ପଣ୍ଡିତ ବୀରେନ୍ଦ୍ର ସାର୍ ଗୋଟେ ଛୁଆକୁ ପଚାରିଲେ, କହିଲେ ବାପା ଗୋଟିଏ ସ୍ତ୍ରୀ ଲୋକ 5 ମିନିଟରେ 5 ଖଣ୍ଡ ରୁଟି ବେଲି ଦେଇ ପାରିବ, ଗୋଟିଏ ସ୍ତ୍ରୀ ଲୋକ 5 ଖଣ୍ଡ ବେଲିବ, ଯଦି 5 ଜଣ ବସିବେ କେତେ ଖଣ୍ଡ ବେଲିବେ? ନା ସାର୍ ମୁଁ କହିବି ନା, କହୁନ ନା 25 ଖଣ୍ଡ। ସମସ୍ତେ କହିଲେ 25 ଖଣ୍ଡ। ମୁଁ କହିଲି ଗୋଟିଏ ବେଲି ପାରିବେନି। କାହିଁକି ବେଲି ପାରିବେ ନାହିଁ? ନା ସେ ଭିତରେ ବସିକି ରୁଟି କରୁଥିଲା, ଆଉ 4 ଜଣ ମିଶି ଗଲେ ସେ ତ ଗପା ଗପି ଖାସ ହେବା, ରୁଟିରେ ଚାଲୁ କରିବ। ଆପଣ ଚିନ୍ତା କରନ୍ତୁ, ବର୍ଷାରେ ସମସ୍ୟା ରହିଛି ସେଇଠି। ମୁଁ ଦିପହରେ ବି ଦେଖୁଥିଲି, ସେପଟେ କେତେବେଳେ ମା, ଏପଟେ କେତେବେଳେ ମା, କଣ ଶୁଣୁଛନ୍ତି ମୁଁ କହିପାରିବିନି। ଏଇ ଯୋଉ ଦିବ୍ୟ ମାନବ ନିର୍ମାଣ ନୁହଁ, ମୂଳେ ତ ସେଇ ଆଉ। ଆପଣ ଚିନ୍ତା କରିବେ, ମୁଁ କାହିଁ କହୁଛି, ଯଦି ଗୋଟେ ମା ପ୍ରଥମେ ଠିକ ରହିବ ଆରମ୍ଭରୁ, ତା ମନକୁ ତ ଦିବ୍ୟ ମାନବ ବାହାରିବେ ନା। ଆପଣ ଚିନ୍ତା କରନ୍ତୁ, ଶତପଥ ବ୍ରାହ୍ମଣରେ କଣ ଅଛି? ମାତୃମାନ ପିତୃମାନ ଆଚାର୍ଯ୍ୟବାନ ପୁରୁଷ ବେଦ। ପଢୁଛୁ ଆମେ ଗୁଡାଇ ଯେ, ସେଠିକୁ କଣ କରୁଛୁ ମୁଁ ସେ କଥା ବୁଝିପାରିବିନି। ଆପଣ ଚିନ୍ତା କରନ୍ତୁ, ଜଣେ ମା ଆଉ ବାପା
ଆଉ ଆଚାର୍ଯ୍ୟ। ଏବେ ବହୁତ ଆଚାର୍ଯ୍ୟ ବାହାରିଲେଣି ଆଜ୍ଞା, ବହୁତ ଆଚାର୍ଯ୍ୟ ବାହାରିଲେଣି। ଡୁପ୍ଲିକେଟ ଆଚାର୍ଯ୍ୟ ବି ବହୁତ ବାହାରିଲେଣି। ଆଜ୍ଞା ମୁଁ କାହିଁ କହୁଛି, କେହି ସାର୍ ବାଞ୍ଚ ରାଗିବେନି ମୋ ଉପରେ ଆଜ୍ଞା। ମୁଁ ତ ଯାହା ଟିକେ ଟିକେ ମୋ ଗୁରୁଜୀ ବୀରେନ୍ଦ୍ର ପଣ୍ଡା ତାକୁ ଶିଖୁଛି, ତାକୁ ଡକ୍ଟରେଟ କହୁଛି ବୋଲି ମୁଁ ସବୁଠି। ମତେ କେହି କହୁଛନ୍ତି କୋଉଠି ସେ ଡକ୍ଟରେଟ କହିଥିଲେ, ମୁଁ କହିଲି 5,000 ଟଙ୍କା ଦଉନାହାନ୍ତି, ମୁଁ ସାଙ୍ଗେ ସାଙ୍ଗେ ଡକ୍ଟରେଟ କରିଦେବି। କଣ ଡକ୍ଟରେଟ ବଜାରରେ ବିକ୍ରି ହଉଛି କଣ ଆପଣ ଭାବୁଛନ୍ତି? ଡକ୍ଟରେଟ ଗୋଟେ ବଡ କଥାଟା କଣ? ଭାଇ ସଭାପତି ଗଙ୍ଗାଧର ମେହର କୋଉଠି, ତାକୁ ଡକ୍ଟର ମୁଁ କହିଗଲି ମୋର ବକ୍ତବ୍ୟରେ କୋଉଠି ଟିକେ ଜୟନ୍ତୀରେ ବୋଲି, କହିଲେ ସେ ଡକ୍ଟରେଟ ନୁହନ୍ତି। ମୁଁ କହିଲି ଆପଣ ବସନ୍ତୁ। ତାଙ୍କ ଲେଖାକୁ ନେଇ ଡକ୍ଟରେଟ ଲୋକ କଲେଣି, ପିଏଚଡି କଲେଣି, ସିଏ ନାହାନ୍ତି। ଭଲ କହୁଛ ଆଉ, ଆପଣ ଚିନ୍ତା କରନ୍ତୁ। ମୁଁ କାହିଁ କହୁଛି କି ନା ଆଚାର୍ଯ୍ୟ ସେମିତି ନାହାନ୍ତି, ବହୁତ ଡୁପ୍ଲିକେଟ ବାହାରିଲେଣି ଆଚାର। ଆପଣ ମାନେ ସତ୍ୟବାଦୀ, ଧୃତିବାର ଦକ୍ଷ, ସର୍ବ କାର୍ଯ୍ୟ ପ୍ରିୟପର, ସର୍ବଭୂତ ଦୟାପର, ଆସ୍ତିକମ୍ ବେଦ ନିରତ ସୂଚଉ ଇତି ଆଚାର୍ଯ୍ୟ। ଏତକ ତ ସବୁ ଅଛି ଆମ ଯାହା ପଢିଛୁ ଆଉ ସାରଙ୍କଠୁ, ଆଉ ବେଦର ବେଦାନ୍ତରୁ ଯାହା ଟିକେ ଦେଖୁଛୁ ଆଉ। ସତ୍ୟବାଦୀ ହେଇଥିବ, ଧୃତିବାନ ହେଇଥିବ, ମୁଁ ସବୁ କଥା କହିଲା ବେଳକୁ ବହୁତ ସମୟ ଯିବ। ଦକ୍ଷ ହେଇଥିବ, ସର୍ବଭୂତ ଦୟାପର ହେଇଥିବ, ସମସ୍ତେ ଦୟା କରୁଥିବ, ଆସ୍ତିକ ହେଇଥିବ, ବେଦ ନିରତ ହେଇଥିବ, ସୂଚି, ଏଗୁଡା ଥିଲେ ସିନା ଆଚାର୍ଯ୍ୟ। ଆଜ୍ଞା କାକଟପୁର ଗୋଟେ ଶିକ୍ଷକ ମାଲକାନଗିରିରେ ଚାକିରି କରିଥିଲେ। ସେ ଚାକିରି କଲା ବେଳେ କଣ କରିଛି, ମାସକେ 2 ଥର ଯାଆନ୍ତି। କେମିତି ଯାଆନ୍ତି ନା, ଆଜିକାଲି ସବୁ ବାହାରିଲେଣି ଗାଁରେ ସବୁ ପାଠ ପଢଉଛନ୍ତି ଛୁଆ, ସବୁ ମାଟ୍ରିକ ଚାକିରି ବାକିରି ତ ନାହିଁ ନା। ଗୋଟେ ପିଲାକୁ ଧଇଲେ, କହିଲେ ହେ ମୁଁ ଯେତେବେଳେ ରହୁନି ତୁ ଛୁଆଙ୍କୁ ଟିକେ ପାଠ ପଢେଇବୁ, ନା ଯେ ପଢେଇବି ଆଉ। ସେ ତାକୁ ଯୋଗାଡ଼ କରିଦେଇକି ମାସକୁ 15 ଦିନ ସିଏ ତାର ଶିକ୍ଷା ଦିଏ। ଇଏ ସାର ଜାଣି ତାଙ୍କର କୋଉଠି ଧାନ କାମ ହବ, କୋଉଠି କଣ ହବ, ସେ ଘର କାମ ବୁଝନ୍ତି। ମାସକେ ଥରେ ଆସନ୍ତି। ଥରେ ଇନ୍ସପେକ୍ଟର ଆସିବା ପାଇଁ ନିଷ୍ପତ୍ତି ତାଙ୍କର, ସ୍କୁଲ ପରିଦର୍ଶନ କରିବେ ତ ନିଷ୍ପତ୍ତି ହେଇଗଲା। ନିଷ୍ପତ୍ତି ହେଲା, ବର୍ତ୍ତମାନ ଚିନ୍ତା ପଇଲା ପିଲାଟି ଯେ ପାଠ ପଢୁଛି, ସାର୍ ତ ନାହାନ୍ତି, କଣ କରିବି? ସାର୍ ତାକୁ ବତେଇଛନ୍ତି, କାଲି ତୁ ପାର୍ଟି କରନା, ତୁ ଗୋଟେ କାମ କରୁ, ଯଦି ଇନ୍ସପେକ୍ଟର ଆସନ୍ତି ଷ୍ଟାମ୍ପ ଅଛି, ବହି ବି ଅଛି, ଆମର ରେଜୁଲେସନ ବହି ଅଛି, ତାଙ୍କୁ ଦେଇଦବୁ, ଷ୍ଟାମ୍ପ ମାରିଦବୁ, ତୁ ସାଇନ କରିଦବୁ, ଟିକେ ଗଲା କାମ ଛୁଟି। ଆଉ କଣ? ସେ ସେଇଆ କଲା। ଆଉ ଇନ୍ସପେକ୍ଟର ଆସିଲେ, ଇଏ ତ ଡୁପ୍ଲିକେଟର ସାର୍ ନା, ବସିଲେ, ଗାଁ ବାଲା ସବୁ ବସୁଛନ୍ତି, କେତେ ଜଣ ପରିଚାଳନା କମିଟିର। ସେ ଟିକେ ମୁର୍କି ମୁର୍କି ହସିଲେ, କହିଲେ ଇଏ ତ ସାର୍ ନୁହନ୍ତି, ଇନ୍ସପେକ୍ଟର ଆସୁଛନ୍ତି, ଇଏ ତ ଡୁପ୍ଲିକେଟ ବାଲା, କଣ ହବ ଦେଖିବା। ସେଠୁ ଇଏ ଗାଁ ବାଲା ଟିକେ ଟିକେ ହସୁଥାନ୍ତି ମୁର୍କି ମୁର୍କି। ଇଏ ସବୁ ଖାତା ଦେଖେଇଦେଲା, ଇନ୍ସପେକ୍ଟର ସାଇନ କରିଦେଲେ, ଷ୍ଟାମ୍ପ ବି ଆଣିଥିଲେ, ସବୁ ମାରିଦେଲେ। ସେଠୁ ବାହାରିଲେ ଯିବା ପାଇଁ। ଇଏ ପଛ ପଛ ଯୁବକଟି ଗଲା, ମାଷ୍ଟର ହିସାବରେ ଥିଲା। ଆଉ ସେ ଇନ୍ସପେକ୍ଟର ପଚାରିଲେ, କହିଲେ ବାବୁ ତମେ ତ ସାର୍, ଏ ଯୋଉ ବାବା ସବୁ ହସୁଥିଲେ କାହିଁ ଟିକେ ଟିକେ? ନା ଆଜ୍ଞା ସତ କଥା କହିବି, ମୁଁ ଅରିଜିନାଲ ସାର୍ ନୁହଁ। ନା ଆଉ? ନା ଆଜ୍ଞା ମୁଁ ଡୁପ୍ଲିକେଟ। ଆମ ସାର୍ ଯିଏ, ସେ ତାଙ୍କ ଗାଁରେ ଅଛନ୍ତି, ସେ ମାସକେ ଥରେ 2 ଥର ଆସନ୍ତି, ମତେ 3,000 ଟଙ୍କା ଦିଅନ୍ତି, ଆଉ ମୁଁ ତ ଡୁପ୍ଲିକେଟ ସାର୍। ଆଉ ନା ଆରେ ବାପା, ମୁଁ କଣ ପ୍ରକୃତ ଇନ୍ସପେକ୍ଟର କି? ମୁଁ ବି ଡୁପ୍ଲିକେଟ। ଇନ୍ସପେକ୍ଟର ଆମର ଆସିନାହାନ୍ତି, ସେ ଅନ୍ୟ କାମରେ ଘରେ ଲାଗିଛନ୍ତି। ଆପଣ ମାନେ ଚିନ୍ତା କରନ୍ତୁ, ଏ ସବୁ ଡୁପ୍ଲିକେଟ କାମ ଏବେ ଆମର ଚାଲିଛି। ମାତୃମାନ ଆପଣ ମାନେ ଜାଣିଥିବେ, ପ୍ରଶସ୍ତା ଧାର୍ମିକ ମାତା ବିଜତେ ଯଶ ସହ ମାତୃମାନ। ଗୋଟେ ମା ଯଦି ପିଲା ବେଳୁ ତିଆରି କରିବା ପାଇଁ, ଆଉ କଣ ସେନା ଅଛନ୍ତି କି? ସ୍ୱାମୀ ବିବେକାନନ୍ଦ ଏଡେ ବଡ ମଣିଷ ହେଲେ, ତାଙ୍କ ମା ଥିଲା ସେମିତି ନା, ଆଉ ଭୁବନେଶ୍ୱର ଦେବି। ଆଉ ସୁଭାଷ ଚନ୍ଦ୍ର ବୋଷ ଏତେ ବଡ ଲୋକ ହେଲେ, ସେ ପ୍ରଭାବତୀ ମାଙ୍କ ଯୋଗୁରୁ ନା। ଆପଣ ମାନଙ୍କ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଏତେ ବଡ ମହାନ ହେଲେ, ସେ ଭଗବତୀ ମାଙ୍କ ଯୋଗୁରୁ ନା। ଆଉ ତାଙ୍କ ବୋଉ ଯୋଉ, ଆଉ ବୋଉ ତ ଅସଲ ଲାଳଚ 5 ବର୍ଷ ଆଣି 10 ବର୍ଷ ଆଣି ତାର 5 ବର୍ଷ ପର୍ଯ୍ୟନ୍ତ ଛୁଆଙ୍କୁ ଭଲ ମଣିଷ କରିବ କିଏ? ମା କରିବ। ମା ଖାଲି କଲେ ହବ କି? ବାପାର କଣ କିଛି କାମ ନାହିଁ? ଆପଣ ଚିନ୍ତା କରନ୍ତୁ, ପତି ପତ୍ନୀ, ସ୍ୱାମୀ ସ୍ତ୍ରୀ, ଆପଣ ଦେଖନ୍ତୁ ପତି ପତ୍ନୀ କଣ। ମୁଁ 5 ବେଶୀ କହୁନି, ସମୟ ଚାଲିଯିବ। ମୁଁ କହିଲେ ବହୁତ, ଏଇ ଟିଭିରେ କହୁଛି 1000 ମିନିଟ 1000 ଟଙ୍କା ମୁଁ ନଉଛି, ଆମର ନ୍ୟାସନାଲ ଯୋଉଟାକ ଡିଡି 1 ମିନିଟ 1000।
ଏଠି ତ ପଇସା ପତ୍ର ମିଳିବାର କିଛି ନାହିଁ, କାହିଁକି ଗୁଡା ସେଥିରୁ ପା କରିବି, କଣ ଦରକାର ମିଳୁଛି। ସ୍ୱାମୀ ସ୍ତ୍ରୀ ଓ ସକାର, ଆପଣ ଦେଖନ୍ତୁ ସେଥିରେ ପତି ପତ୍ନୀ, ପ ପକାର, ପ୍ରୀତି ପ, ପ୍ରତ୍ୟୟ ପ, ପାଳନ ମୁଁ ପ, ଏ 6ଟି ପ ସେପଟେ ଗଲା, 6ଟା ସ। ସ୍ୱାମୀ ସ୍ତ୍ରୀ ଓ ସକାର ସକ୍ଷମ ସନ୍ତୋଷ ସାଧନମ। ସ୍ୱାମୀ ସ୍ତ୍ରୀ କେମିତି ମା ମାନେ ଭଲ କି କଣ, କେହି ମା ତ ନାହାନ୍ତି, 2ଟା ଜଣର ବଇଛନ୍ତି, ଘରେ ଟିକେ ଯାଇ କହିଦବ ବୋଲେ ଛୁଆଙ୍କୁ, ଆଉ କଣ ଛୁଆ କହିଲେ ଆମେ ଯାଇଥିଲୁ କଣ ଟିକେ ବୁଲିବୁ, ବୁଲିକି ଟିକେ କଣ ଚିକେନ ଫିକେନ ହଉଛି କି ନାଇଁ, ନାଇଁ ତ। ଯୋଉଠି ବାହାଘର ହଉଛି ଆପଣ ଦେଖିବେ ଖାଲି ବଫେଇ ମାଡ ହଉଛି ଯେ, ସେପଟେ ଆମର କୁହନ୍ତୁନି, ଏପଟେ ହଉଛି ମୁଁ କହିପାରିବିନି, ମୋ ଜୀବନରେ ମୁଁ ଦେଖିଛି। ଆପଣ ଦେଖନ୍ତୁ ସନ୍ଧ୍ୟା 7ଟା ହେଇନଥିବ ଯେ ଭିଡି ଦେଇଗଲ ତ ଚିକେନ ଖାଲି। ଆଉ ଆପଣ ଚିନ୍ତା କରନ୍ତୁ ବଫେ ମାନେ କଣ, ମୁଁ ଜାଣିଛି ଯେତିକି, ବଫେ ମାନେ ବସିବା ପାଇଁ କିଛି ବ୍ୟବସ୍ଥା ଆମର ନାହିଁ, ଫେରିଗଲେ ଦୁଃଖ ନାହିଁ, ଇଏ ତ ବଫେଇ। ଆଉ ଆପଣ ହେ ମା, ଯେତେବେଳେ ସବୁ ହଉନି ଆଜିକାଲି ସ୍ୱାମୀ ସ୍ତ୍ରୀ ବସେଇ ଦେଇକି ରିସେପସନ ଗୋଟା କଣ ହଉନି, ସେଇଠି ସବୁ ଯିଏ ତାଙ୍କର ବୋପା ମା କି ଅଭିଭାବକ ଥିବେ, ସେ ଗେଟ୍ ପାଖେ ଠିଆ ହେଇଥିବେ, ଗେଟ୍ ପାଖେ ଠିଆ ହେଇକି ମୋ ଗୁରୁଜୀ ଯାଆନ୍ତୁ, ଯିଏ ଯାଆନ୍ତୁ, ଆପଣ ଯାଆନ୍ତୁ ଅଭିନନ୍ଦନ ଜଣେଇବେ ନା ଅତିଥିଙ୍କି, ଆଣି 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 ସେଇ ଯୋଉ ଗେଟ୍ ନୁହଁ, ଟୋଲ ଗେଟ୍, ସେଇଠି ଛାଡିକି ପଳେଇବେ। ଆପଣଙ୍କ ଯୋଉଠି ପଇସା ପତ୍ର ଆଦାୟ ହଉଥାଏ ବା, ସେଇ ଯୋଉ ରିସେପସନିଷ୍ଟ ସେଇଠି ଛାଡି ଦେଇକି ତାଙ୍କର ଆଉ ପତା ନାହିଁ, ମୋ ଅତିଥି ଅଛନ୍ତି କି କୁଆଡେ ଗଲେ, କଣ ହେଲା, ତାଙ୍କର ସୋର ସହଦ ନାହିଁ। ଆପଣ ଚିନ୍ତା କରନ୍ତୁ ଆଜିକାଲି ସୃଷ୍ଟି କଣ ହେଲାଣି। ମୁଁ ଏମିତି ହାଣିକି କହୁଛି, ଜଗତରେ ବୁଲିଛି, ଆପଣ ମାନେ ତ ବିଦ୍ୱାନ, ଯୋଉମାନେ କିଛି ଜାଣିନାହାନ୍ତି ଏ ବାବଦ ମନ୍ଦିର ପରେ। ଆପଣ ଦେଖନ୍ତୁ ମୋ ଗାଁରେ 3ଟା, ଗୋଟାଏ ମନ୍ଦିର ନଥିଲା ମୋ ଜୀବନରେ, ମୁଁ ଦେଖିଛି ଗୋଟେ ଛୋଟିଆ ଟୁଙ୍ଗି ଥିଲା, ଆପଣ ସେଥିରେ ପୂଜାପୂଜି କରୁଥିଲେ କିଏ। ଏବେ କମ୍ପିଟିସନ 3ଟା ମନ୍ଦିର ଆମ ଗାଁରେ, ମୋ ଗାଁ ପାଖରେ ସିଏ କମ୍ପିଟିସନ କରି ଆଉ ଗୋଟାଏ ମନ୍ଦିର କହିଲେ, ଆମ ତାଙ୍କ ଗାଁରେ 3ଟା ହେଲେ ଆମ ଘରେ 4ଟା। ଭଲ ହେଲା ଖରାପ ହେଲା କଣ ଆଜ୍ଞା, ଚିନ୍ତା କରନ୍ତୁ, ମନ୍ଦିର ବଢି ବଢି ଯାଉଛି, ମୋ ଘର ପାଖେ 3ଟା ବୃଦ୍ଧାଶ୍ରମ ହେଇଗଲାଣି, ସେପଟେ ଯେତେ ମନ୍ଦିର ବଢୁଛି ବୁଢା ମାନଙ୍କୁ ରହିବା ସେତେ ଘର ସିଆଡେ ହେଲାଣି। ମୁଁ ଦେଖୁଛି, ଆମେ ଧର୍ମ କରୁଛୁ ନା, ରାତି ପାଇଲେ ତ ଆପଣ ଦେଖିବେ ଖାଲି ନଡିଆ କଦଳୀ ଫଦଳୀ ନେଇ, ସେ ଉକୁଡା ପୁକୁଡା ନେଇ, ଫୁଲ ଏତିକି ଦେଖା ନେଇ ମନ୍ଦିର ଚାଲିଲେ, ମନ୍ଦିର ଚାଲିଲେ। ଆଉ ଆପଣ ଚିନ୍ତା କରନ୍ତୁ, ମା ମାନେ ମନେ ରଖିଥାଉ, ଯୋଉଦିନ ଖାଇବାକୁ ଈଶ୍ୱରଙ୍କୁ ନଡିଆ କଦଳୀ ଫଳି ନ ଦେଇଥବ, କୋଉ ଦିନ ଭଗବାନ ମରିଯାଉଛନ୍ତି, ରକ୍ଷା କରିକି ଆମେ ସବୁ ଡାକୁଛୁ ଭଗବାନ। ଆପଣ ଚିନ୍ତା କରନ୍ତୁ, ଭାଇ ବାବୁ ଧର୍ମ, ଆମେ ଆଉ ସମୟ କହୁନି ସାର୍, ମୁଁ ସାରିଦେବି। ତେଣୁ ଧର୍ମ ଆମେ କରୁଛୁ, ମନ୍ଦିରକୁ ଯାଉଛୁ। ମୁଁ ଯାଇଥିଲି, ମୁଁ ମନ୍ଦିରକୁ ଯାଏ ବେଳେ ବେଳେ ବୁଲେକି, ସେ ମନ୍ଦିର ଫନ୍ଦିର ଭିତରକୁ ମୁଁ ଯାଏନି, ଖାଲି ପଦାକୁ ଯାଏ। ଆମର ସେପଟେ ମନ୍ଦିର ଅଛନ୍ତି, କହିଲେ ଯାଉନାହାନ୍ତି ମହାଦେବଙ୍କ ମନ୍ଦିର ଟିକେ ମୁଣ୍ଡିଆ ମାରିକି ଆସନ୍ତି। ମୁଁ କଣ କହି ଜାଣିଛନ୍ତି ଆଜ୍ଞା, ସବୁବେଳେ ଆଜ୍ଞା କଣ କରିବି, ଆମର ଅଣସୁଧିଆ ତ, ମୁଁ ସବୁବେଳେ କହେ ମନ୍ଦିର ଗଲେ, ଯିଏ କହନ୍ତି ଯାଉନାହାନ୍ତି ଭିତରକୁ, ଆଜ୍ଞା ଅଣସୁଧିଆ, ମୁଁ ଯାଇପାରିବି। ମତେ ଥରେ ବାବୁ କହିଲା, କଣ ତମେ, ମୁଁ ଦେଖୁଛି ବାରମ୍ବାର କହୁଛ ଅଣସୁଧିଆ। ମୁଁ କହିଲି ମୁଁ କଣ କରିବି, ସେମିତିଆ ଘର ବୁଢାଏ କୁଟୁମ୍ବ ଆମର ନା, ସେଇ କେଉଁଟା ଚାଲତେ। ମୁଁ କହିଲି ଅଣସୁଧିଆ ବୋଲେ କଣ ବୁଝୁଛ, ଖାଲି ମରିବା ଲୋକ ଅଣସୁଧିଆ ନୁହଁ, ମା ମାନେ ମନଟା ଯାହାର ଅଣସୁଧ ସେଇ ହଉଛି ଅଣସୁଧିଆ, ଆଉ କିଛି କଥା ନାହିଁ। ତେଣୁ ଲକ୍ଷ୍ୟ ରଖିବେ, ମୁଁ ଆପଣ ମାନଙ୍କର ଗଲି, ଗଲାବେଳୁ ସେ ମନ୍ଦିରରେ ବୁଢାଏ ଭିଡ, ଚପଲ ଥୁଆ ହେଇଛି ସବୁ, ମାଳ ମାଳ ଚପଲ, ମନ୍ଦିର ଭିଡ, ଖାଲି ଯୋଉ 3 ଟଙ୍କିଆ 5 ଟଙ୍କିଆ ଘିଅ ଦୀପ ନୁହଁ, ଧଳା ଧଳା ଘିଅ ବା, ସେ ସବୁ ନାଇକି ମନ୍ଦିର ଖାଲି ମାଳ ମାଳ। ଗୋଟେ ମା କିଣୁଛି ଯୋଉ ଦୀପ 5 ଟଙ୍କା ବିକ୍ରି ହଉଛି, ଧଳା ଧଳା ଦୀପ, ତା କିଲୋ 100 ଟଙ୍କା, ବାଲାଜୀ ନା କଣ, ସେ ତାକୁ ଦଉଛନ୍ତି। ଆଉ ମୁଁ ସେ ମା ପାଖରେ ଫିରିକିନି ପହଞ୍ଚିବି, କହିଲି ମା, ଆମ ଗାଁରେ ସବୁ ଘିଅ 1000 ଟଙ୍କା 1500 ଟଙ୍କା ପାଖାପାଖି ହେଲାଣି, ଭଲ ସୁବିଧା ଘିଅ ବା, ଦେଖୁନୁ ଟଙ୍କା 100 କିଲେ ନେଇଯା, ଘରେ ଖାଇବ କିଛି ନା, ଛିଆ ଏଗୁଡାକ ଖାଆନ୍ତି, ଏଗୁଡାକ ଦିଅନ୍ତି ଠାକୁରଙ୍କୁ। ଆମ ଧର୍ମ କରୁଛୁ ପରା। ତେଣୁ ଲକ୍ଷ୍ୟ ରଖିବେ, ଧର୍ମ କୋଉଠି ପହଞ୍ଚିଲାଣି। ଏ ବାବୁ ଅଧିକା କହୁନାହିଁ, ଆମର ସେପଟେ ଧର୍ମ କେମିତି ଜାଣିଛନ୍ତି, ବାବୁ ମାନେ କରୁଛନ୍ତି, ମନ୍ଦିରରେ ତମ୍ବା ସାପକୁ ମଣିଷ ଦେଖିଲେ ଜୁହାର ହୁଅନ୍ତି। ମନ୍ଦିରରେ ତମ୍ବା ସାପକୁ ଦେଖି ଜୁହାର ହଉନାହାନ୍ତି,
ଜିଅନ୍ତା ସାପକୁ ଦେଖିଲେ ବାବୁରେ ପିଟି ପିଟି ବୋଲି କହନ୍ତି। ଧର୍ମ ନୁହଁ କି ସେତିକି ପଥର ଗୋଡାର ମୂଷାକୁ ଦେଖିବାକୁ ମାନନ୍ତି ଦେବତା ଜାତିରେ। ଜିଅନ୍ତା ମୂଷାକୁ ଇଏ ମଣିଷ ମାରଇ ଜନ୍ତା ବସେଇ ରାତିରେ। ଧର୍ମ ହଉନି ଏପଟେ ଆମର ଏଇପଟ ଏଇ ଧର୍ମ ବହୁତ ହେଇଛି ଆଜ୍ଞା। ସେତିକି ସିମେଣ୍ଟ ଷଣ୍ଢକୁ ଦେଖିନା ମଣିଷ ତାକୁ ହଜାରେ ଜୁହାର ହୁଅନ୍ତି ମନ୍ଦିରରେ। ସିମେଣ୍ଟ ପିଣ୍ଡ ନା ନାଇଁ। ଜିଅନ୍ତା ଷଣ୍ଢକୁ ବାଡିରେ ଦେଖେ ତାକୁ ବାଉଁଶୀ ମୂଳରେ ସେକନ୍ତି। ଧର୍ମ ପାଳନ କରୁଛୁ ଚିନ୍ତା କରିବେ। ସେତିକି ନୁହେଁ, ଜୀବନ ନଥିବା ଦେହକୁ ମଣିଷ ଶବ ବୋଲି କହିଥାନ୍ତି। ଜୀବନ ଯୋଉ ଶବ ନା କହନ୍ତି ନା ନାଇଁ। ଅନେକ ଦିନରୁ ମରିଥିବା ମାଛ ଶୁଖୁଆକୁ ରାନ୍ଧି ଖାଆନ୍ତି। ଆପଣ ଚିନ୍ତା କରି ଆମେ କରୁଛୁ କଣ? ସେତିକି ନୁହେଁ, ବଞ୍ଚିଥିବା ବାପା ମାଙ୍କୁ ମଣିଷ ଇଏ ଜରା ନିବାସରେ ଛାଡିକି ମଲା ଫଟେ ପୂଜା କରନ୍ତି ଭକ୍ତିରେ, ହାତ ଯୋଡି ଆଣ୍ଠୁ ମାଡିକି। ଏଇଆ ତ କରୁଛୁ ଧର୍ମ ନାମେ ଆଜ୍ଞା। ଏମିତି ଭେଳିକି ମଣିଷକୁ ଆଜ୍ଞା କେମିତି ବି ଧାକା ସହୁଛି। ତାଙ୍କରି ଭିତରୁ ମୁଁ ମଧ୍ୟ ଜଣେ ଏମିତି ବୁଲି ବୁଲି କହୁଛି।